ଭାଇ ଓ ଭଉଣୀର ସମ୍ପର୍କ। ଜଣେ ବଡ଼ ଭାଇ ଆଉ ଗୋଟେ ଛୋଟ ଭଉଣୀ ଥିଲେ। ସେ ଦୁଇ ଜଣଙ୍କ ମଧ୍ୟରେ ବହୁତ ସ୍ନେହ ଶ୍ରଦ୍ଧା ଥିଲା। ବଡ଼ ଭାଇ ସବୁବେଳେ କାର୍ଯ୍ୟବ୍ୟସ୍ତ ଥାନ୍ତି, ହେଲେ ସାନ ଭଉଣୀ ପାଇଁ ଯେମିତି ହେଲେ ଅଳ୍ପ ସମୟ ବାହାର କରନ୍ତି। ସାନ ଭଉଣୀଟି ସବୁବେଳେ ବଡ଼ ଭାଇକୁ ପ୍ରଶ୍ନ ପଚାରି ପଚାରି ବିରକ୍ତ କରିଦିଏ। ବହୁତ ସମୟ ପର୍ଯ୍ୟନ୍ତ ବଡ଼ ଭାଇକୁ ସାଙ୍ଗରେ ସେ ସବୁଦିନ କଥା ହୁଏ। ଏମିତିକି ସକାଳେ କି ଦିନରେ କି ସନ୍ଧ୍ୟାରେ କି ରାତି ଅଧରେ କିଛି ତାର ସମୟ ଜ୍ଞାନ ନଥାଏ। ସାନ ଭଉଣୀଟି ଜାଣିଥାଏ ବଡ଼ ଭାଇ ଅଫିସ କାମରେ ବ୍ୟସ୍ତ ରୁହନ୍ତି, ତଥାପି ଅଫିସ ସମୟରେ ମଧ୍ୟ ଡିଷ୍ଟର୍ବ କରିଦିଏ। ଛୋଟ ପିଲାମାନେ ଯେମିତି ପ୍ରଶ୍ନ ସବୁଥିରେ କରନ୍ତି, ଠିକ୍ ସେହିପରି ସାନ ଭଉଣୀଟି ଯେତେ ବଡ଼ ହୋଇଗଲେ ମଧ୍ୟ ସେମିତି ଅସଂଖ୍ୟ ପ୍ରଶ୍ନ ପଚାରେ। ବଡ଼ ଭାଇଟି ଜାଣିବ ଇଚ୍ଛା କରୁ କି ନ କରୁ ସେ ସବୁ ଖବର, ସବୁ ଘଟଣା ଆଉ ସବୁ କଥା ସେ ବଡ଼ ଭାଇକୁ ଜଣାଏ। ସାନ ଭଉଣୀଟି ସେମିତି ବକର ବକର ହୁଏ। ବଡ଼ ଭାଇକୁ ସେ ଏତେ ସ୍ନେହ କରେ ଯେ ସେ ଭୁଲିଯାଏ କ'ଣ ପଚାରିବା କଥା ଉଚିତ ଆଉ କ'ଣ ଅନୁଚିତ। ସେ ତାର ବଡ଼ ଭାଇର ଭିତରେ ଏକ ସାଙ୍ଗ ମଧ୍ୟ ଦେଖେ, ହେଲେ ବଡ଼ ଭାଇ ସବୁବେଳେ ଡିଷ୍ଟର୍ବ ହେବା ଯୋଗୁଁ ତାକୁ ଖାଲି ହଁ ଆଉ ନାଁରେ ଜବାବ ଦେଲେ ସାନ ଭଉଣୀକୁ ବହୁତ ବାଧିଲା। ଆଉ ସେ ବଡ଼ ଭାଇଙ୍କର ଅଧେ କଥା ମଧ୍ୟ ବୁଝିପାରିନି, ତଥାପି ବୁଝିବାକୁ ଚେଷ୍ଟା କରେ। ଏଭଳି ଅବସ୍ଥାରେ ବେଳେବେଳେ କଳିଗୋଳ ଓ ଝଗଡ଼ା ମଧ୍ୟ ହୋଇଯାଏ। ହେଲେ ବଡ଼ ଭାଇ ସବୁ କଥାକୁ ହାଲକା ଭାବେ ନେଉଥିଲେ ମଧ୍ୟ ସାନ ଭଉଣୀଟି ନେଇପାରେ ନାହିଁ। ଧୀରେ ଧୀରେ ସାନ ଭଉଣୀଟି ବଡ଼ ଭାଇକୁ ଡିଷ୍ଟର୍ବ କରିବା କମାଇ ଦେଲା। ଆଉ ଆଗ ଭଳି ଲମ୍ବା ଲମ୍ବା କଥା ନ କହି ଅଳ୍ପ ଅଳ୍ପ କଥା କହିଲା। ତାପରେ ସେ ଆହୁରି ଅଳ୍ପ ଅଳ୍ପ କଥା କହିଲା। ତାପରେ ଖାଲି ହଁ ଆଉ ନାଁରେ କଥା ହେଲା। ଏମିତି କେତେ ଦିନ ପରେ ଭଉଣୀଟି ସେତକ ବି ବନ୍ଦ କରିଦେଲା। ହେଲେ ବଡ଼ ଭାଇ କିଛି ଜାଣିପାରିଲେନି ଯେ ତାଙ୍କ ସାନ ଭଉଣୀ ନିଜକୁ ଧୀରେ ଧୀରେ କରି ଏତେ ନୀରବ କାହିଁକି କରିଦେଲା। ବହୁତ ସମୟ ଏମିତି କେତେ ମାସ ବିତିଗଲା ପରେ ଦେଖିଲେ ଆଉ ତାଙ୍କର ସେଇ ଛୋଟ ଭଉଣୀଟି କିଛି ବି କହୁନାହିଁ କି ତାଙ୍କୁ ଆଉ କାମରେ ଆଗ ଭଳି ଡିଷ୍ଟର୍ବ କରୁନାହିଁ, ଆଉ ଆଗ ଭଳି କିଛି ବି ଅଝଟ ଅଳି ମଧ୍ୟ କରୁନାହିଁ। ସାନ ଭଉଣୀଟି ଧୀରେ ଧୀରେ ନୀରବ ହୋଇଗଲା, ଆଉ କିଛି ବି କଥା ହେଲା ନାହିଁ। ଦିନେ କିନ୍ତୁ ଏସବୁର କାରଣ ଜାଣିବା ପାଇଁ ଭଉଣୀକି ବଡ଼ ଭାଇ ପଚାରିଲେ, କ'ଣ ହୋଇଛି ତୁମର? କାହିଁକି କଥା ହେଉନୁ? କ'ଣ ହୋଇଛି ତୁମର? ବାସ୍ ଭଉଣୀଟି ଆଉ ନିଜକୁ ସମ୍ଭାଳି ନପାରି ଉତ୍ତର ଦେଲା, ଭାଇ ମୁଁ ସବୁବେଳେ ତୁମ କାମରେ ଡିଷ୍ଟର୍ବ କରୁଥିଲି। ଯେତେବେଳେ ବହୁତ ପ୍ରଶ୍ନ ପଚାରେ ସେତେବେଳେ ତୁମେ ମୋ ଉପରେ ବିରକ୍ତ ହୁଅ। ଯାହା କଥା ହେଲା ବେଳକୁ ଝଗଡ଼ା ହୋଇଯାଇଛି। ମୁଁ ବୟସରେ ତୁମଠାରୁ ବହୁତ ସାନ ହୋଇଥିବାରୁ ବହୁତ କିଛି କଥା ବୁଝିପାରେନି। ମୁଁ ସେଥିପାଇଁ ବହୁତ ପ୍ରଶ୍ନ କରେ। ତା ମାନେ ନୁହେଁ ଯେ ମୁଁ କିଛି ତୁମ ବିଷୟରେ ତନାଗନା କରୁଛି କିମ୍ବା ମୁଁ ତୁମ ଲାଇଫରେ କିଛି ହସ୍ତକ୍ଷେପ କରିବାକୁ ଚାହୁଁଛି। ମୁଁ ସେମିତି କେବେ ଦିନେ ଚିନ୍ତା ମଧ୍ୟ କରିନି। ମୁଁ ଆଉ ତୁମ ଲାଇଫରେ କେବେ ବି କୌଣସି ପ୍ରକାର ହସ୍ତକ୍ଷେପ କରିବି ନାହିଁ। ଈଶ୍ୱରଙ୍କ ନିକଟରେ ମୁଁ ସବୁବେଳେ ତୁମର ମଙ୍ଗଳ କାମନା କରୁଥିବି। ଭାଇ ତୁମେ ସବୁବେଳେ ହସ ଖୁସିରେ ରୁହ। ମୁଁ ଆଉ ବେଶୀ କିଛି ଚାହୁଁନି। ତୁମେ ମୋତେ ଏଇ ଅଳ୍ପ ଦିନରେ ଯେତିକି ସ୍ନେହ ମମତା ଦେଇଛ ତାହା ହିଁ ମୋର ସୁନ୍ଦର ସ୍ମୃତି ଏଇ ସବୁଦିନ ରହିଥିବ। ଏତିକି କଥା ଶୁଣି ବଡ଼ ଭାଇ ଭୋ ଭୋ ହୋଇ କାନ୍ଦିଲେ। ଆଉ ତାପରେ ସଙ୍ଗେ ସଙ୍ଗେ ବଡ଼ ଭାଇ ସାନ ଭଉଣୀର ହାତ ଧରି କହିଲେ, ତୁମେ ତୁମର ବଡ଼ ଭାଇକୁ ସବୁବେଳେ ଭୁଲ ବୁଝିଲ। ଆରେ ବୋକି, ସେଇ କଳି ଝଗଡ଼ାରେ କେତେ ଯେ ଆନନ୍ଦ ଥାଏ ତୁମେ କ'ଣ ବୁଝିପାରିଲନି? ଆଉ ତୁମେ ମୋ କାମରେ ଡିଷ୍ଟର୍ବ କରନି। ତୁମେ ମୋତେ ଡିଷ୍ଟର୍ବ ନ କଲେ ହିଁ ମୁଁ ଡିଷ୍ଟର୍ବ ହୋଇଯାଏ। ତୁମେ ମୋର ଖାଲି ବୋକି ଭଉଣୀ ନୁହେଁ, ତୁମେ ମୋର ଅତି ପ୍ରିୟ ଅବୁଝା ଭଉଣୀ ଆଉ ସୁନା ଭଉଣୀ ମଧ୍ୟ। ଏହା ଶୁଣି ଭଉଣୀଟି ମଧ୍ୟ ଭାଇକୁ ଧରି ବହୁତ କାନ୍ଦିଲା। ତାପରେ ଦୁଇ ଜଣଙ୍କ ମଧ୍ୟରେ ଆଉ କିଛି ଅବୁଝା ରହିଲାନି। ଏହି ଗପଟିରେ ଭାଇ ଭଉଣୀର ଏପରି ଏକ ସ୍ନେହ ଆଉ ପବିତ୍ର ସମ୍ପର୍କ ଆଉ କେଉଁଠି ଦେଖିବାକୁ ମିଳିବ? ଏ ସମ୍ପର୍କ ଥିଲା ପବିତ୍ର ହୃଦୟର ସମ୍ପର୍କ ଆଉ ଆତ୍ମାର ସମ୍ପର୍କ। ହୃଦୟର ସମ୍ପର୍କ ସବୁବେଳେ ବଞ୍ଚିଥାଏ। ଜୟ ଜଗନ୍ନାଥ।